ପ୍ରସଙ୍ଗ ଉଠିଛି ଫକୀର ମୋହନଙ୍କ ଛବି ବାବଦରେ। ମୁଁ ମୋନିକା ମ୍ୟାଡାମଙ୍କ ଠାରୁ ଏବଂ ମନୀନ୍ଦ୍ର ବାବୁଙ୍କ ଠାରୁ ସମସ୍ତ ତଥ୍ୟ ସଂଗ୍ରହ କରି ସମସ୍ତ ପ୍ରାମାଣିକ ବିଷୟ ଉଲ୍ଲେଖ କରି ଦୁଇଟି ଛବି କଥା ମୋର ଯୋଉ ଲେଖାଟି ପ୍ରକାଶ ପାଇଛି ଦେଇଛି। ଗୋଟିଏ ଛବି ଯାହା ସୁପ୍ରଚଳିତ ଏବଂ ସର୍ବତ୍ର ବ୍ୟବହୃତ, ସେଇଟା ହଉଛି ବିପିନ ବିହାରୀ ଚୌଧୁରୀ ଆଙ୍କିଥିବା ଗୋଟିଏ ତୈଳଚିତ୍ର। ସେ ତୈଳଚିତ୍ରଟି ମୋହିନ ମୋହନ ସେନାପତି ବିପିନ ବାବୁଙ୍କୁ ଡାକିକିରି ତାଙ୍କ ଘରେ ଅଙ୍କେଇଥିଲେ କଟକରେ, ଏବଂ ତାହା ଏବେ ବି ଉପଲବ୍ଧ ଅଛି। ତାର ପ୍ରତିକୃତି, ସେଇ ତୈଳଚିତ୍ରର ପ୍ରତିକୃତିକୁ ଆମେ ଫକୀର ମୋହନ ବୋଲି ଜାଣିଛୁ, କିନ୍ତୁ ସେଇଟା ଗୋଟେ ଶିଳ୍ପୀଙ୍କର କୃତି ଥିଲା। ସିଏ ଅତି ପିଲାଦିନୁ ଫକୀର ମୋହନଙ୍କୁ ଦେଖିଥିଲେ, ବଡ ଅବସ୍ଥାରେ ଦେଖିନଥିଲେ। ତାଙ୍କ ପାଖରେ ଯୋଉ ସବୁ ଫଟୋଚିତ୍ର ଉପଲବ୍ଧ ଥିଲା, ସେଇଥିରୁ ଗୋଟିଏ ଫଟୋଚିତ୍ର ଆଧାରରେ ସେ ତୈଳଚିତ୍ରଟି ଆଙ୍କିଥିଲେ। ସେଇ ଫଟୋଚିତ୍ରଟି ମଧ୍ୟ ଅସ୍ପଷ୍ଟ ଥିଲା, ଯେମିତି ପିତୃ ପ୍ରସଙ୍ଗରେ ଯୋଉ ଛବିଟି ଗ୍ରୁପ ଫଟୋଟି ପ୍ରକାଶ ପାଇଥିଲା, ତାହା ଯେତିକି ଅସ୍ପଷ୍ଟ ଥିଲା, ସେଇ ଯୋଉଥିରୁ ଯାହା ଆଧାରରେ ଆଙ୍କିଲେ ବିପିନ ବିହାରୀ ଚୌଧୁରୀ, ତାହା ମଧ୍ୟ ଅସ୍ପଷ୍ଟ ଥିଲା। ଶିଳ୍ପୀଟି ଆଙ୍କିଲା ବେଳେ ତାକୁ ସ୍ପଷ୍ଟ କରି ଆଙ୍କିଲା ଏବଂ ତାହା ଗୃହୀତ ହେଲା, ଯେହେତୁ ଫକୀର ମୋହନ ସେନାପତିଙ୍କର ଗୋଟିଏ ଭଲ ଫଟୋ ଆମ ପାଖରେ ଉପଲବ୍ଧ ନଥିଲା, ଆମେ ତାକୁ ହିଁ ଫକୀର ମୋହନ ବୋଲି ଗ୍ରହଣ କରିନେଲୁ ଏପର୍ଯ୍ୟନ୍ତ। କିନ୍ତୁ ତାହା ଏକ ତୈଳଚିତ୍ର, ତାହା ଫକୀର ମୋହନଙ୍କ ଫଟୋଚିତ୍ର ନୁହେଁ। ଯଦି ମୋର ଫଟୋଚିତ୍ରଟି ଯାହା ଫଟୋ ଉଠେଇଛି ତାହା ଅଧିକ ପ୍ରାମାଣିକ, କାରଣ ଆଜି ଦିନରେ ଆଧାର କାର୍ଡ ଠାରୁ ଆରମ୍ଭ କରି ସବୁ ଜାଗାରେ କୌଣସି ଚିତ୍ରକୁ ଗ୍ରହଣ କରାଯାଉ ନାହିଁ, ଫଟୋଚିତ୍ରକୁ ହିଁ ଗ୍ରହଣ କରାଯାଉଛି, ତାହା ହିଁ ପ୍ରାମାଣିକ। କୌଣସି ଗୋଟେ ତୈଳଚିତ୍ର ପ୍ରାମାଣିକ ନୁହେଁ, କିନ୍ତୁ ଯେହେତୁ ଆମ ପାଖେ ବିକଳ୍ପ ଓପନ ଥିଲା, ଆମେ ତାକୁ ଗ୍ରହଣ କରୁ। ଯେହେତୁ ପିତୃ ପ୍ରସଙ୍ଗ ବହିର ସେଇ ଫଟୋଚିତ୍ରଟିକୁ ଆମେ ଏର ସହଯୋଗରେ ସମାର୍ଜିତ କରି ଟିକେ ତାକୁ କ୍ଲିନ କରିଦେଲା, ପରିଚ୍ଛନ୍ନ କରିଦେଲା, ଆଉ ଟିକେ ସ୍ପଷ୍ଟ କରିଦେଲା, ତ ତାହାକୁ ଆମେ ଉପସ୍ଥାପିତ କଲୁ। ମୁଁ ମୋର ଲେଖାରେ ସେ ତୈଳଚିତ୍ରକୁ ଉପସ୍ଥାପନ କରିଛି, ସେଇ ଫଟୋଚିତ୍ରଟିକୁ ମଧ୍ୟ ଉପସ୍ଥାପନ କରିଛି ଏବଂ ସମସ୍ତଙ୍କ ଉପରେ, ଓଡିଶାବାସୀଙ୍କ ଉପରେ ଛାଡି ଦେଇଛି। ଆମ ପାଖରେ ଦୁଇଟି ବିକଳ୍ପ ବର୍ତ୍ତମାନ ଉପଲବ୍ଧ, ପୂର୍ବରୁ ଗୋଟିଏ ବିକଳ୍ପ ଥିଲା। ଆପଣମାନେ ଯେଉଁଠିକୁ ଚାହୁଁଛନ୍ତି ଗ୍ରହଣ କରନ୍ତୁ। ଆମେ ସେଇ ତୈଳଚିତ୍ରଟିକୁ ସମ୍ପୂର୍ଣ୍ଣ ଅସ୍ୱୀକାର କରୁନାହୁଁ, ତାକୁ ଗ୍ରହଣ କରନ୍ତୁ, ତାହା ତୈଳଚିତ୍ର। ଏହାକୁ ଗ୍ରହଣ କରନ୍ତୁ, ଏହା ଫଟୋଚିତ୍ର। ମୁଁ ଯେହେତୁ ଖବରକାଗଜ ସହିତ ସମ୍ପୃକ୍ତ, ତେଣୁ ମୁଁ ଆପଣଙ୍କୁ ସୂଚାଇବାକୁ ଚାହେଁ ଯେ ଆପଣମାନେ ଖବରକାଗଜରେ ଯେତେ ଫଟୋ ଦେଖୁଛନ୍ତି, ଯେକୌଣସି ଖବରକାଗଜରେ, ତାହା କ୍ୟାମେରାରେ ଯୋଉ ଫଟୋଟି ଉଠିଥିଲା ଅବିକଳ ସେଇ ଫଟୋଟି ନୁହେଁ। ତାହାକୁ ଗୋଟିଏ ସମୟରେ ଫଟୋସପରେ କ୍ଲିନ କରିକିରି ଛାପିବା ପାଇଁ ଦିଆଯାଉଥିଲା, ଆପଣମାନେ ଦେଖୁଥିଲେ। ଆଜି ଯେତେବେଳେ ଏଆଇ ଉପଲବ୍ଧ ନଥିଲା, ସେତେବେଳେ କ୍ୟାମେରାରେ ଉଠିଥିବା ଫଟୋଟିକୁ ଫଟୋସପ ଦ୍ୱାରା ସମାର୍ଜିତ କରି, ପରିଚ୍ଛନ୍ନ କରି, ସ୍ପଷ୍ଟ କରିକିରି ଆପଣଙ୍କ ଆଗରେ ଉପସ୍ଥାପନ କରାଯାଉଛି। ତାହେଲେ ଯଦି ଆମେ ଏଇ ଫଟୋଟି ଏଆଇ ଯେହେତୁ ଉପଲବ୍ଧ ଅଛି, ଆଜି ଦିନରେ ସବୁ ମିଡିଆରେ, ସବୁ ଖବର କାଗଜରେ ଏଆଇ ଦ୍ୱାରା ଏଠି କ୍ଲିନ କରିକି ଉପସ୍ଥାପନ କରାଯାଉଛି। କାରଣ କ୍ୟାମେରା ଉଠିଲା ବେଳେ ଯୋଉଠି ଅସୁବିଧା ଥାଏ, ଫଟୋସପ ହଉ ବା ଏଆଇ ତାକୁ କ୍ଲିନ କରିଦିଏ। ତେଣୁ ତାହା ସେଇ ଫଟୋର ଟିକେ ପରିଚ୍ଛନ୍ନ ରୂପ, କିନ୍ତୁ ତାହା ସେଇ ଫଟୋ ଚିତ୍ର। ଯେମିତି ଆମେ ଟିକେ ପାଉଡର ମୁହଁରେ ନ ମାରିଥିବା ବେଳର ଫଟୋଚିତ୍ର ହଉଛି ମୂଳ ଫଟୋ। ଆମେ ଟିକେ ପାଉଡର ଟିକେ ମାରିଦେଇକି ମୁହଁରେ ଯଦି ଆସୁ, ତାର ଫଟୋ ହଉଛି ଆପଣମାନେ ଦେଖିଥିବା ଫଟୋଚିତ୍ର। ତେଣୁ ତାହାକୁ ଫକୀର ମୋହନଙ୍କ ମୂଳ ଫଟୋ ଭାବେ ଗ୍ରହଣ କରିବାରେ କୌଣସି ଅସୁବିଧା ନାହିଁ। ତାହା ତୈଳଚିତ୍ରରୁ ଅଧିକ ପ୍ରାମାଣିକ, ଅଧିକ ଗ୍ରହଣୀୟ। ଏବେ ଆପଣମାନଙ୍କ ଉପରେ ନିର୍ଭର, ଆପଣଙ୍କୁ କେଉଁଠିକୁ ଗ୍ରହଣ କରିବେ। ଆମେ ଆମ ବାପାଙ୍କର ଗୋଟେ ଛବି, ଗୋଟେ ଚିତ୍ର ବ୍ୟବହାର କରିବା, ତାଙ୍କର ଅରିଜିନାଲ, ସେଇଟା ଆପଣମାନଙ୍କ ନିଷ୍ପତ୍ତି ଉପରେ ନିର୍ଭର କରେ।
से पट्टचित्र भाव में एति कहूँ ଆଉ ଯୋଉ ବିଷୟଟି ଅଛି ସେ ବାବଦରେ 5 ମିନିଟ ଭିତରେ ଯଦି କେବଳ ଦୁଇଟି କଥା 2-3ଟି ଛୋଟ ଛୋଟ କଥା କହିକରି ମୋର ବକ୍ତବ୍ୟ ସ୍ଥାପିତ ବିଷୟିକ ସାହିତ୍ୟିକ ପ୍ରଶାସନିକ ଫକୀରମୋହନ ଆଉ ସାହିତ୍ୟିକ ଫକୀରମୋହନ ଅଲଗା ନୁହନ୍ତି କାରଣ ତାଙ୍କର ସାହିତ୍ୟ ତାଙ୍କ ପ୍ରଶାସନିକ ଅଭିଜ୍ଞତା ଅନୁଭୂତି ଉପଲବ୍ଧି ସହିତ ଓତପ୍ରୋତ ଭାବରେ ଜଡ଼ିତ ଗୋଟିଏ ଦୁଇଟି उदाहरण प्रथम दिए कि नीलगिरी देवान नीलगिरी देवान चाकरी बोले आत्मचरित गोटे अध्याय आम मैंने आज दिन में पश्चिम बंगू आलू ट्रक न आसिले ममता बानार्जी थे बंद कर दौते आम आउ सब खेली जाऊ किंतु आलू को किए ओडिशा रे इंट्रोड्यूस करते उपस्थापन करते आज दिन में कोबी सब समय मिलू केवल शीत दिन नुहे आज खरा दिन भी कोबी मिलू ओडिशा रे कोबी को किए आरंभ करते कोबी चाष फकीरमोहन नीलगिरी देवगिरी से लिखिं फकीरमोहन सेनापति आत्मजीवन आत्मचरित केतोटी धाड़ी उदाहरण माने उद्धृत करुच्ची लिखुंट 50-60 वर्ष पूर्वे यहाँ से लिखुंट 1880 प्राय 4 वर्ष थे कई कहते 2 वर्ष केत मास थे 1875 शेष भाग से कार्य त्याग करके कटक पड़े पूर्व से समय 1871 रु 75 भर कथा से रखुच्च 50-60 वर्ष पूर्वे बालेश्वरवासी कोबी मटर प्रभृतिर चाष जानू नथिले बिलाटी आलू गछर फल बा मूल ताहा कहानी को जना नथिला नीलगिरी गड़े गोटे पुष्पोद्यान और कोबी प्रभृतिर चाष आरंभ कर कृत कार्य होते तेणु कोबी चाष ओडिशा रे फकीरमोहन आरंभ करते यहाँ प्रमाणित हो केवल से इंग्रेज मैंने चा खाइबा ओडिशा रे बहुत लोग जाए आसम चा ओडिशा रे काम कर लिखुं नीलगिरी चा उत्पन्न हो पारे कि नहीं ताहा परीक्षा करने निमंते पुस्तक मानकर अनुसंधान करी आसाम चा बगीचा विषय अवगत थिबा केतक सहायक को पचारि गोटे पर्वत खोल बगीचा आरंभ करी चा बगीचा मोर नीलगिरी त्याग समय चा गछ 8-10 इंच मात्र उच्च होता फलत कौन कार्य साफल्य दर्शन पर्यंत समय मो अदृष्ट घटी नाला तेणु नीलगिरी चा गछ फकीरमोहन करते आलू कोबी चा आमर दैनंदिन जीवन सहित जड़ित जो प्रशासनिक कार्यकाल भितर से ओडिशावासी जो मनस्क एवं साहित्य साधक एवं आ गोटे उदाहरण देवी रस फकीरमोहन जमी रेवती फकीरमोहन अनेक कथार प्रथम जमी गल्पर प्रथम सेमती से भ्रमण कहानी प्रथम ये जो वोल्टेयर दर्शन बोली जो भ्रमण कहानी लिखिं ओडिशा रे प्रथम भ्रमण कहानी एवं जो फकीरमोहन 175 वर्ष पालन होता ये परलोकर 7 वर्ष पालन होता 2018 मसीह ये जो वोल्टेयर जाते बंजारी सम्मेलन जोग देवाई जाते जो जयपुर युवराज से अनुरोध करते अपन तो से सम्मेलन जो सभा जो पंजाब सम्मेलन सभा अपन से जोग देवा पड़े आसवे मोर अतिथि मांडर मेल जाते विक्रम देव घरे अतिथि जो बुलिले विभिन्न स्थान बुलिले भाईजाक देखिले वोल्टेयर देखिले इत्यादि बुलिक खोजिले मिठा कौटी भल मिलू से बहुत खोजी खोजी भल मिठा कौटी पाइले से कथा से लिखिं से जो भ्रमण कहानी से युवराज विक्रम देव बर्मन अनुरोध जाते कहते केमती गले पहुंचले केमती नहीं गले विक्रम देव
ଏବଂ ତାକୁ କେମିତି ରଖେଇଲେ, ଘୋଡ଼ା ଆଗରେ କେମିତି ଗଲେ ଇତ୍ୟାଦି। ସେଠି ଲେଖୁଛନ୍ତି ଫକୀରମୋହନ ବିଭିନ୍ନ ସହର ପରି ଆମ୍ଭେମାନେ ବୈଜାଗ ସହରରେ, ବୈଜାଗ ମାନେ ବିଶାଖାପାଟଣା ସହରରେ ମଧ୍ୟ ଉପଯୁକ୍ତ ମିଷ୍ଟାନ୍ନ ଦୋକାନ ଦେଖିଲୁ ନାହିଁ। ଯେ ସମସ୍ତ ଦୋକାନ ଅଛି ତାହା ନେତ୍ର ତୃପ୍ତିକର ଓ ରୁଚିକର ବୋଲି ବୋଧ ହେଲା ନାହିଁ। ବୋଧ ହୁଏ ଆନ୍ଧ୍ର ଲୋକେ ମିଷ୍ଟାନ୍ନକୁ ଆଦୃଶ ପସନ୍ଦ କରନ୍ତି ନାହିଁ। ଆମ୍ଭେମାନେ ସେଠାରେ ଯଥେଷ୍ଟ ପରିମାଣର ଉତ୍କୃଷ୍ଟ ରସଗୋଲା, କଚୁରୀ ଓ ପୁରୀ ପାଇଁ ଆଶ୍ଚର୍ଯ୍ୟ ବୋଧ କରୁ। ଆମେ ଯେତେବେଳେ ଫେରି ଆସିଛନ୍ତି ବିକ୍ରମ ଦେବଙ୍କ ଘରେ ଉନ୍ନତ ମାନର ରସଗୋଲା, ଉତ୍କୃଷ୍ଟ ରସଗୋଲା, କଚୁରୀ ଆଉ ପୁରୀ ତାଙ୍କୁ ଖାଇବାକୁ ଦିଆଯାଏ। ସେ ସବୁ ପ୍ରିନ୍ସ ବିକ୍ରମ ଦେବଙ୍କ ସ୍ତୋଗୃହ ପ୍ରସ୍ତୁତ। ଏଇଟା ପ୍ରମାଣ କରୁଛି ଯେ ଯେତେବେଳେ ଆନ୍ଧ୍ରରେ ରସଗୋଲା ନଥିଲା କି ଭଲ ମିଠା ନଥିଲା, ସେତେବେଳେ ଓଡିଶାରୁ ଯାଇକିରି ବିଶାଖାପାଟଣାରେ ବିକ୍ରମ ଦେବଙ୍କ ଘରେ ଯୋଉ ପାଚକ ମାନେ ଥିଲେ ସେମାନେ ଉତ୍କୃଷ୍ଟ ରସଗୋଲା